ଅନଲାଇନ ଷ୍ଟଡି ଜ୍ଞାନକୁ ସ୍ୱାଗତ କରୁଛି। ଆଜି ଆମେ ସପ୍ତମ ଅଷ୍ଟମ ଶ୍ରେଣୀର ସଂସ୍କୃତ ବହିର ବିଚିତ୍ରା ସୃଷ୍ଟି ପଢିବା। ଅର୍ଥାତ୍ ଏଇ ସୃଷ୍ଟିଟା କିପରି ବିଚିତ୍ର ଗୋଟେ କାହାଣୀକୁ ନେଇକି ଅଛି, କୟଳପାତିର କାହାଣୀକୁ ନେଇକି ଏଇ ପାଠଟା ଅଛି। ତ ଆମେ ପାଠକୁ ଦେଖିବା। ତ ଯଦି ଚ୍ୟାନେଲକୁ ସବସ୍କ୍ରାଇବ କରିନ ନେଇଥାଅ, କାହିଁକି ନା ଆମେ ଏହିପରି ଭାବରେ ତମମାନଙ୍କ ଭିଡ଼ିଓ ଗୁଡ଼ାକ ଦଉଛୁ। ଦେଖ ପାଠକୁ ଦେଖ। ଏକସ୍ମିନ୍ ଅରଣ୍ये ମହାନ ବଟ ବୃକ୍ଷ ଆସୀତ୍। ଅର୍ଥାତ୍ ଗୋଟିଏ ଅରଣ୍ୟରେ ବହୁତ ବଡ ଗୋଟେ ବରଗଛଟେ ଥିଲା। ଏଇଟା ହଉଛି ବରଗଛ, ଯୋଉଟା କି ଅଲରେଡି ଆମ ଫଟୋ ଗୋଟେ ଦେଇଛି। तस्य कोटरे एकः खञ्जन परिवारः सानन्दं निवसति। अर्थात तस्य कोरडे बेले गुटे एपरि माने देख मु कहि देउछि किपरि भाबरे एपरि गुटे गछडे थाई हला। एपरि भाई गछडे थाई, एई जगह रे गुटे कोरड थाई, माने खाल गुटे थाई। सेई खाल रे पक्षी माने बसा करथांती, घर करथांती। तो ठीक सेही परि सेई गछर गुटे कोरडे कोटरे गुटे पक्षी खंजन परिवार, खंजन माने कजळपाती, खंजन माने कजळपातीर गुटे परिवारटे बसवास करुथिला। कदाचित कदाचित खंजन परिवार एक नूतन शावक जन्म नयति। अर्थात गोटे खंजन परिवार गोटे नुआ छुआटे जन्म नेला। खंजन माता तस्मै प्रतिदिन भोजनम ददाति। खंजन माता सही छुआ को प्रतिदिन खाद्य दौछि। एकदा सा स्वयं स्वस्य कृष्णवर्णं दृष्ट्वा चिन्तितवती। तार कृष्णवर्ण देखि से चिंता करुछि। कोन चिंता करुछि ना, कृष्णवर्ण माने कला रंग ହେଲା। कृष्णवर्ण माने कला रंग, कजଳपाତି कला रंगर। ता कला रंग देखि से चिंता करुछि जे ईश्वरस्य पक्षपातः कीदृश। अर्थात ईश्वर पक्षपात କରିଛନ୍ତି। अर्थात मते कला कलर କରିଛନ୍ତି, अन्य पक्षी मानकु अन्यान्य सुंदर କରିଛନ୍ତି ବୋଲି ସେ ମନେ ଭାବୁଛନ୍ତି। केचन सुंदराः भवन्ति, ଆଉ କେତେକ ଲୋକ ସୁନ୍ଦର ଅଟନ୍ତି। अन्य केचन कृष्णवर्णाः असुंदरा च भवन्ति। अर्थात ଆଉ ଅନ୍ୟ କେତେ ଲୋକ ଅଛନ୍ତି ଯୋଉଟା କି କୃଷ୍ଣବର୍ଣ୍ଣ ଅସୁନ୍ଦର ଦେଖୁଯାଆନ୍ତି। कोकिलस्य स्वर इव मम स्वर नास्ति। अर्थात कोइलीर स्वर परि मोर स्वर नाही। सुकवत मम सुंदरम रूपम न भवति। सुकवत बोले सुक माने सुआ, अर्थात जोटा में रूप बा मिट्टू बोली हम सम्बलपुरी भाषा कही था। तो सुआ परी कलरटा बा सुआ परी सौंदर्यटा मोर सौंदर्य नाही। आउ कोइली परी कंठटा मोर कंठ नाही बोलिकरी से ନିଜକୁ କ୍ଷୀଣ କରୁଛି ବା ମନ ଦୁଃଖ କରୁଅଛି। ଯଦି ଈଶ୍ୱର ସେ କୃପା ଭବତି, ତାପରେ ଭଗବାନଙ୍କୁ ରିକ୍ୱେଷ୍ଟ କରୁଛି ବା ପ୍ରାର୍ଥନା କରୁଛି ଯେ ଯଦି ଭଗବାନଙ୍କର କୃପା ହୁଏ ତରି ମମ ପରିବାରସ୍ୟ ସର୍ବେ ସୁବର୍ଣ୍ଣ ବର୍ଣ୍ଣାଃ ଭବେୟୁଃ। ଆଉ ମୋର ପରିବାରର ସମସ୍ତେ ସୁନା କଲର ହେଇଯାଆନ୍ତୁ। ଅର୍ଥାତ ତାହାକୁ ସମସ୍ତେ ଲୋକ ଫଳ ବୋଲିବେ, ସୁନା କଲର ହେଲେ ତାହାକୁ ଦେଖିବେ ଆରେ ଇଏ ତ ବହୁତ ବଡ କଲର ହେଇଛି, ମାନେ ଏପରି ଭାବରେ ସେ କହିବେ। ସେ କହୁଛି କଣ ନା, ବୟମ୍ ଗର୍ବମ୍ କର୍ତ୍ତୁମ୍ ପାରୟାମଃ। ଅର୍ଥାତ ଆମେ ମାନେ ଗର୍ବ କରିପାରନ୍ତୁ ଯେ ଆମେ ସୁନା କଲର ହେଇଯାଇଛୁ ବୋଲିକରି। ତାପରେ ନେକ୍ସଟ ପାରାଗ୍ରାଫ ଆମେ ଯିବା। प्रतिदिनम एवं हीन भावनाया पीड़िताः भवति खंजन माता। प्रतिदिन से एपरि भाବରେ चिंता करी करी ताहाକୁ मन दुःख କରୁଛି। अस्मिन् समये एकः सुंदरः शुकः तत्र आगच्छति। एही ସମୟରେ ଗୋଟେ ସୁନ୍ଦର ଶୁଆଟିଏ ଆଉଛି ତା ପାଖକୁ। ଶୁଆ ଯୋଉଟା କି ଆମେ ରୂପରେ ସୌନ୍ଦର୍ଯ୍ୟରେ ଭରପୁର ବୋଲି ଆମେ କହିଥାଉ। ଯଦା ବୃକ୍ଷ ଶାଖାୟମ୍ ଖଞ୍ଜନ ମାତା ତମ୍ ପଶ୍ୟତି। ମାନେ ଯେତେବେଳେ ସେ ବୃକ୍ଷ ଶାଖାରେ ଶୁଆକୁ ଦେଖୁଅଛି, ତା ତଦା ତସ୍ୟା ମନସି ଈର୍ଷା ଆଗଛତି। ତା ମନରେ ଗୋଟେ ଈର୍ଷା ଜାତ ହଉଛି। ଈର୍ଷା ବୋଲେ କଣ, ମାନେ ଲୋକକୁ ଦେଖିକି ଆମକୁ ଭଲ ନ ଲାଗିବା, ଆମେ ସହି ନ ପାରିବା। ଗୋଟେ ଗାଡି ଆମେ ଦେଖିଲେ ସେଇ ଗାଡିକୁ ଲୋଭ କରିବା, ଆଉ ସେଇ ଗାଡିଟା ତମ ସାଙ୍ଗ ଯଦି କିଣି ଆଣିଛି ତାହାକୁ ତମେ ଈର୍ଷା କରିବ। ମାନେ ତାହାକୁ ତମେ ନ ଆଣିଲେ ଭଲ ହେଇଥାନ୍ତା, ତାର ଗାଡି ଭାଙ୍ଗି ଯାଇଥିଲେ ଭଲ ହେଇଥାନ୍ତା, ମାନେ ଏଇପରି ଭାବରେ ସେଇ ଚିନ୍ତାଧାରାଟା ଆସିବ। ଈର୍ଷା ହବ, ଜଳନ ହବ, ଯୋଉଟା ଆମେ କହିଥାଉ। सा चिन्तयति सुखस्य यत् सौन्दर्यं तत् मयि नास्ति। अर्थात सुखर सौन्दर्य परि मोर सौन्दर्य नाही। तस्य गानम् उड्डयनं कन्नद्वयस्य नेत्रद्वयस्य च तृप्तिं जनयति। तार ଗାଇବାଟା, ଉଡିବାଟା, କାନ ଦୁଇଟା, ନେତ୍ର ଦୁଇଟା, ଏଇ ସବୁ ଜିନିଷ କଣ ଆଖିକୁ ତୃପ୍ତି ଦଉଛି, ଅର୍ଥାତ ସନ୍ତୁଷ୍ଟ ଲାଗୁଛି। ଆମେ ଗୋଟେ ଜିନିଷ ଯଦି ଦେଖୁ ଆଉ ସେଇ ଜିନିଷଟି ଭଲ ଲାଗେ, ତାହେଲେ ଆମେ କଣ କହୁ, ତାହାକୁ ସନ୍ତୁଷ୍ଟ, ଆମକୁ ଖୁସି ଲାଗେ। ଆମେ କୋଇ ପର୍ବପର୍ବାଣୀ ଯାଉ ହଉ କିମ୍ବା କୌଣସି ପାହାଡ ପର୍ବତ ଦେଖିଲେ ଆମ ମନ ଆନନ୍ଦିତ ହୁଏ। ସେ ତାହାକୁ ଆମେ କହିବା ତୃପ୍ତି ବୋଲିକରି ବା ସନ୍ତୁଷ୍ଟ ବୋଲିକରି। ତାପରେ ତଦା ଏକଃ ବ୍ୟାଧଃ ତତ୍ର ଆଗଛତି। ସେଇ ଏଇ ସମୟରେ ଦୁହେଁ ମାନେ ଅଛନ୍ତି, ସେଇ ସମୟରେ ଗୋଟେ ବ୍ୟାଧଟି ତା ନିକଟକୁ ଆସୁଛି। ସେ ବ୍ୟାଧ ମାନେ କଣ, ଶିକାରୀ। ଗୋଟେ ଶିକାରୀ, ବଣର ଶିକାରୀ, ପକ୍ଷୀ ମାନଙ୍କୁ ଶିକାର କରି ବାନ୍ଧିକି ଘରକୁ ନେଇଥାଏ। ସେଇ ଶିକାରୀଟି ଆସୁଛି। ଜାଲେନ ଶୁକସ୍ୟ ବନ୍ଧନମ୍ କରତି। ଆଉ ଜାଳ ଦ୍ଵାରା ଶୁକର ବନ୍ଧନ କରୁଅଛି। ପିଞ୍ଜରା ମଧ୍ୟରେ ତମ୍ ସ୍ଥାପୟତି। ଆଉ ପିଞ୍ଜରା ମଧ୍ୟରେ ତାହାକୁ
ରଖୁଛି। ଭୀତାହା ଖଞ୍ଜନ ମାତା ଶୁକସ୍ୟ ଅବସ୍ଥାମ ପଶ୍ୟତି। ଆଉ ଭୟଭୀତ ଏଇ ଶୁକ ଖଞ୍ଜନ ମା ବା କୈଳପାତି ମାତାଟା ଦେଖୁଛି, ମାନେ ମୁଁ ଯଦି ସୌନ୍ଦର୍ଯ୍ୟ ହେଇତାହେଲେ ମତେ ବି ବାନ୍ଧିକି ନେଇଥାନ୍ତା, ଏହିପରି ଭାବରେ ସେ ଭାବୁଛି। ଈଶ୍ୱର ସକୃତେ ଧନ୍ୟବାଦ ଅର୍ପୟତି। ଆଉ ଭଗବାନଙ୍କୁ ସେ ଧନ୍ୟବାଦ ଦଉଛି। କିଛି ସମୟ ପୂର୍ବରୁ ଏଇ କହୁଥିଲା ଯେ ପକ୍ଷପାତ କରିଛନ୍ତି ଭଗବାନ ବୋଲିକରି, କିନ୍ତୁ ଏବେ ସେ ଧନ୍ୟବାଦ ଦଉଛି। ବଦତି ଚ, ଆଉ କହୁଛି କଣ କହୁଛି, ସୁଖସ୍ୟ ସୌନ୍ଦର୍ଯ୍ୟମ୍ ସୁଖ ସଦୃଶମ୍ ସୌନ୍ଦର୍ଯ୍ୟମ୍ ମୟି ଭବତି ତରି ଅହମ୍ ତତ୍କ୍ଷଣମ୍ ବନ୍ଧନ ଯୁକ୍ତା ଭବେୟମ୍। ଯଦି ମୋର ମୋର କଲରଟା ସୁଖ ପରି ଯଦି ହୋଇଥାନ୍ତା ତାହେଲେ ମୁଁ ସେଇ କ୍ଷଣି ହିଁ ବାନ୍ଧି ହେଇଥାନ୍ତି। ଈଶ୍ୱର ସୃଷ୍ଟି ହିଁ ବ୍ୟବସ୍ଥିତ ଅସ୍ତି। ଆଉ ଭଗବାନଙ୍କର ସୃଷ୍ଟିକୁ ସେ ବ୍ୟବସ୍ଥିତ କହୁଛି। अस्माकं ମନମ ତୁ ଅବ୍ୟବସ୍ଥିତମ୍, ଆମମାନଙ୍କର ମନ ହିଁ ଅବ୍ୟବସ୍ଥା ଅଛି ବୋଲି ସେ ନିଜେ ଏବେ ସ୍ୱୀକାର କରୁଛି ଯେ ଭଗବାନ ଯାହା କରିଛନ୍ତି, ଯାହାକୁ ଯେଉଁ ରୂପରେ ଦେଇଛନ୍ତି ତାହା ଠିକ ଦେଇଛନ୍ତି। ଅନେନ ସତ୍ୟ ଜ୍ଞାନେନ ଖଞ୍ଜନ ମାତୁ ହୀନ ଭାବନା ଗଚ୍ଛତି। ଏହିପରି ସତ୍ୟ ଜ୍ଞାନ ଦ୍ୱାରା ଖଞ୍ଜନ ମାଙ୍କର ହୀନ ଭାବନାଟା ଚାଲିଗଲା। ସା ପରିବାରଣ ସହ ସୁଖେନ କାଳମ ଯାପୟତି। ଆଉ ପରିବାର ସହିତ ଆନନ୍ଦର ସହିତ କାଳ ଯାପନ କରୁଛି। ପାଠଟି କେମିତି ଲାଗିଲା ମୋତେ କମେଣ୍ଟରେ ନିଶ୍ଚୟ ଜଣେଇବ। କୋଉଠି ଯଦି ପ୍ରୋବ୍ଲେମ ହେଲା ତାହେଲେ ବି କମେଣ୍ଟରେ ଜଣେଇବ। ରଖୁଛି, ଧନ୍ୟବାଦ।